ସୁନ୍ଦର ରଙ୍ଗ ବେରଙ୍ଗ ଫୁଲ ଆଡ଼େ ପଳେଇଲା कि नहीं ଆଜ୍ଞା। ମୁଁ ବର୍ତ୍ତମାନ ପୁରୀର ରଥଯାତ୍ରା କଥା କହିବି ସାଙ୍ଗେ ସାଙ୍ଗେ ଏଇ ବର୍ତ୍ତମାନ ୱିଦିନ୍ नो लेट ୱିଦିନ୍ नो ସେକେଣ୍ଡ ଆପଣ ମନଟା କୋଉଠି ଗଲା ରଥ କତି ପଳେଇଲା ରଥଯାତ୍ରା କତି ପଳେଇଲା। ମୁଁ ବର୍ତ୍ତମାନ ପଛରେ କହିବି ମୁରଲି ଭାଇକି ପୋଡ଼ା ଯାଉଥିଲା ସାଙ୍ଗେ ସାଙ୍ଗେ ମନଟା କ'ଣ ହେବ ଆପଣଙ୍କର ମୁରଲି ଭାଇକି କେମିତି ପୋଡ଼ା ହେଉଥିଲା କେମିତି ସେ ଶୋଇଥିଲା କେମିତି ହେଉଥିଲା ଶୋକା ଫୁଲ ପରିବେଶ ନାଇଁ। ଆଚାର୍ଯ୍ୟ ଦାଦାଙ୍କର ଦେହାବସାନ ସମୟରେ ଆଚାର୍ଯ୍ୟ ସେ କଥା କହିଲେ ଶୋକର କଥା ଏଇ ଜିନିଷ ଗୁଡ଼ାକ ନାହିଁ। ସେଇ ମୁରଲି ଭାଇଙ୍କର ଗୁଣ କୀର୍ତ୍ତନ କରାଯିବ। ମୁରଲିରେ ଠାକୁର କେତେ କରିଛନ୍ତି ମୁରଲି ଭାଇଙ୍କର କର୍ତ୍ତୃତ୍ୱ ଆଜି ତାର ଭୋଗୁଛନ୍ତି ତାର ପିଲାମାନେ ଏଇ ତାଙ୍କ ଘରେ କେତେ କର୍ମୀ ଆମ ଜୀବନ ଓଡ଼ିଶା ସାରା ଆମେ ଦେଖିଛୁ ବୁଲିଛୁ ଯାଇଛୁ କେତେ କର୍ମୀଙ୍କ ଘରେ ଗୁରୁ ଭାଇଙ୍କ ଘରେ ନିକାରରେ ସତ୍ସଙ୍ଗ ଗୁରୁ ଭାଇଙ୍କର ବାଦ ପଡ଼ୁନାହିଁ। ପ୍ରତି ମାସରେ ଏକା ତିନିଥର ଉପସ୍ଥିତିରେ ଏଠି ସତ୍ସଙ୍ଗ ହେଉଛି। ଏଇଟା ତ ମୁରଲି ଭାଇ ରୋଜଗାର କରିକି ଯାଇଛନ୍ତି। ସେଇଭଳିଆ ଟ୍ରେନ୍ କରିକି ଦେଇଛି ଛୁଆଟା ଭିତରେ ଝିଅଟା ଭିତରେ ପୁଅଟା ଭିତରେ ମାଆ ମାନଙ୍କ ଭିତରେ। ଏଇ ଘର ମାଟି ଘର ଥିଲା ଗୋଟେ ବଖରା ଥିଲା। ଆମେ ସବୁ ରାତି 11ଟା 12ଟା ବେଳେ ଆସିଲେ ମା ଅନେଇକି କହିଥିଲୁ ଛୁଆ 2-3ଟା ଲୋକ ଶୋଇଥିଲେ କଳା ଛୁଆ ଆମେ ମା ବସି ରହିଥିଲେ ରୁଟି ଡାଲମା କରିକି 11:30 12ଟା ବେଳକୁ ସେଠି ଗେଞ୍ଜା ଗେଞ୍ଜି ହେଇକିରି ଖାଇକିରି ବସିକିରି ଆମେ ସବୁ ଯିବୁ। ଏଇ ଯେଉଁ ଭାବଧାରାଟା ମାଆଙ୍କ ଭିତରେ ଠାକୁରଙ୍କ ପାଇଁ ଏସବୁ ଜିନିଷଟା ଏମିତି ତିଆରି ହେଇଛି। ସେଇଥିପାଇଁ ଏ ଘରର ଯେଉଁ ପୁଣ୍ୟ ମୁରଲି ଛାଡ଼ିକି ଯାଇଛନ୍ତି ଏଇ ଜିନିଷ ଗୁଡ଼ାକ ଆଲୋଚନା କଲେ ଠାକୁର ଖୁସି ହେବେ ଆଉ ଆମର ବି ଲାଭ। এই জিনিস এই আলোচনাটা যাজনদার এমতি সব হওয়ার কথা। যাজনদার क्या आप देखिए जाति सूक्त पढ़िले बहिटाକୁ जाति सूक्त बहिरे ठाकुर कौन लेखिଛନ୍ତି କେମିତି এই ଦିଗ ଦେଇକି ସବୁବେଳେ ଆଲୋଚନାଟା ହେବା କଥା। ବିରାଟ ଜଣେ ସାରୁଟେ ନେଇକି ଯାଉନି ମୁଣ୍ଡି ଗୋଟେ ମାଣ ସାରୁ ଏତିକି ମୋଟାରେ ଏତିକି ସାରୁଟେ ମୁଣ୍ଡେଇକି ରହୁଛି। ଅନେକ ଦିନର ଠାକୁର ତାକୁ ଦେଖିନାହାନ୍ତି ଯେ ସାରୁଟା ରହୁଛି ଯେମିତି ସାରୁ ଠାକୁର ଦେଖିନାହାନ୍ତି କହୁଛନ୍ତି ଏ କୁଆଡ଼େ ଆସିଥିଲେ ମୋ ଅନୁମାନ ଏତେ ଦିନ ପରେ ଗନ୍ଧ ପ୍ରାର୍ଥନାଟାକୁ ନେଇଯାଇଛି ଆଣେ ଆଣେ ମାନେ ସାରୁ ଠାକୁର ଦେଖିନାହାନ୍ତି କି ଆଉ ଖାଇନାହାନ୍ତି ନେ ନେ ବଡ଼ ବୋଉ ପାଖରେ ଦେବ ଆଜି ବି ଯେମିତି ରୋଷେଇରେ ଲାଗିବ ମୁଁ ଖାଇବି। ଦେଖନ୍ତୁ ମାନେ କ'ଣ ତାକୁ ଗୋଟେ ଇନ୍ସପାୟାର କରିବା ପାଇଁ ଉଚ୍ଛେଦ କରିବା ପାଇଁ ପ୍ରେରଣାପୃଷ୍ଟ କରିବା ପାଇଁ ହିନ୍ଦୀ କରି ଗଲେ ତାର ଭଲ ଲୋକମାନଙ୍କର ଭଲ ଶ୍ରୋତାମାନଙ୍କର ଭଲ ନିଜର ଭଲ ସମସ୍ତଙ୍କର ଭଲ ଏମିତିକିରି এইসব জিনিস গুড়াক এই দিগ ଦେଇକିରି ଆମେ ସବୁ ଆଲୋଚନା ରଖିବା। ଆମର ମାନସିକତା ମଧ୍ୟ ସେଇଭଳି ହେବ ଯେ ସବୁବେଳେ ଚିନ୍ତା କରିବା ଯୋଉଠି ବି ଯାଇଛି ବାହାଘର ସତ୍ସଙ୍ଗ ଯାଉଛନ୍ତି ବାହାଘରରେ କ'ଣ ଆଲୋଚନା କରୁଛନ୍ତି କ'ଣ ଆଲୋଚନା କରୁଛନ୍ତି ଆମେ ସବୁ ବେଳେବେଳେ ଯାଇଛି ତାକୁ ବାହାଘରରେ କ'ଣ ଆଲୋଚନା କରନ୍ତି ସୁନନ ସୁନନ ଉନନ ସୁନନ ବାସ୍ ଆଉ କିଛି ନାହିଁ। ବିବାହ ବିଧାନରେ 475 ପୃଷ୍ଠା ଗୋଟେ ବାଣୀ ଠାକୁର ଦେଇଛନ୍ତି ଗୋଟେ ବହି ବିବାହ ବିଧାନ ଆଉ କିଛି ନାହିଁ ଖାଲି ଉନ୍ନୟନ ଉନ୍ନୟନ କୁହ। ସେଦିନ ଯାଇଥିଲୁ କେଉଁଠି ସତ୍ସଙ୍ଗ ଥିଲା ଉନ୍ନୟନ ଉନ୍ନୟନ ମାନେ ସମସ୍ତଙ୍କର ଆମର 40 ବର୍ଷର ଲୋକମାନଙ୍କର ଧାରଣା ଉନ୍ନୟନ ମାନେ କ'ଣ ଧନ ରତ୍ନ ଘର ଗାଡ଼ି ବାଡ଼ି ଏଇଟା ଉନ୍ନୟନ। ସେଇ ଯେଉଁ ଉନ୍ନୟନ ଆଉ ସୁଦର୍ଶନ କଥା ଶ୍ରୀ ଶ୍ରୀ ଠାକୁର ଶ୍ରୀ ଶ୍ରୀ ବଡ଼ ସ୍ପଷ୍ଟ ଭାବରେ କହିଛନ୍ତି ଦେଖିବେ ଆପଣ এই উন্নয়ন কথা কুহযায়নি ଆମ ଆଜିକାଲି ଏଇ ମୁହୂର୍ତ୍ତରେ ଆପଣ ହୃଦୟ ଅନ୍ତର ଭିତରୁ କାଢ଼ି ଦିଅନ୍ତୁ ସେଇ ଉନ୍ନୟନ ନାହିଁ। এই ଉନ୍ନୟନ କହିଛନ୍ତି ଆଧ୍ୟାତ୍ମିକ ଉନ୍ନୟନ ଅର୍ଥ ଟୁୱାର୍ଡସ୍ ଲଭ୍ ଠାକୁର ତୁମର ଆକୃତି ତୁମର ଆଗ୍ରହ ତୁମର ଆବେଗ এই ଦିଗରେ କେତେଟା ଉନ୍ନତି ହେଉଛି। କାଲି ମୁଁ ନାମଧାନ 3 କରୁଥିଲି କୋଉଦିନ କରୁନଥିଲି ଯଦି ସତ୍ସଙ୍ଗରେ ବସିକି କାଲିଠୁ ଯଦି ମୋ ଭିତରେ ସୃଷ୍ଟି ନହେଲା ଆରେ ମୁଁ ଅଧଘଣ୍ଟେ ଖଣ୍ଡେ ବସିବି ବାରମ୍ବାର ଏଇ ଜିନିଷଟାକୁ କହୁଛି। ମୁଁ ଆଜି ବୁଲି ଆସିଲା ବେଳକୁ ଖାଇଥିଲି ରାସ୍ତାରେ ଜଣେ ମୋତେ ଭାଇ ଦେଖିଲା କ'ଣ କରୁଛ ଟିକାରେ ସାରେ ମୁଁ ଟିକାରେ ସାରେ କ'ଣ କରୁଛ ବୋର ଲାଗୁଥିବ କ'ଣ ବୋର ଲାଗିବ ମୋତେ ବେଳ ଅଣ୍ଟୁନି ମୋ ଘର ସୁବିଧା ଆଣିବା ପାଇଁ ବୋର ଲାଗିବ ମୋ ଭାରିଟା ପାଟି କରୁଛି ଯେ ଆମର ହାଟ ହେଉନି ମାର୍କେଟିଂ ହେଉନି ମୋତେ ବେଳ ନାହିଁ କୌଣସି ଦରକାର ବେଳ ନାହିଁ କ'ଣ ଏତେ ବ୍ୟସ୍ତ ହଁ ସକାଳୁ କ'ଣ କରୁଛ ତମେ ଏତେ ଶୀଘ୍ର ମାନେ ମୁଁ ଯେଉଁଦିନ 4ଟା କିମ୍ବା 4:30ଟାରୁ ଉଠି ଯାଉଛି ମୋତେ ଅଣ୍ଟୁନି ସମୟ ମୁଁ ନାମଧାନ କରିପାରୁନି ନା କ'ଣ 4ଟାରେ ଉଠିଲେ କ'ଣ କରୁଛ ଯେ ଅଣ୍ଟୁନି ସମୟ। ଦେଖନ୍ତୁ ଗୋଟେ ଦୁନିଆ ଆମର ଗୁରୁ ଭାଇ ସତ୍ସଙ୍ଗ ଦୁନିଆ ଗୋଟେ ଅଲଗା ଆଉ ଗୋଟେ ଏମିତି ଦୁନିଆ ଅଛନ୍ତି ସେମାନେ ତା ଦୁନିଆର ପାଦ ଦେଇନାହାନ୍ତି এইভଳିଆ ଦୁନିଆଟାକୁ ସେ ଆସିନାହାନ୍ତି ଗୋଟେ ସୁନ୍ଦର ସୁସ୍ଥ ଅତି ସୁନ୍ଦର ମନୋରମ ସବୁବେଳେ ଚିର ଶାନ୍ତି ଚିର ସନ୍ତୋଷର ଦୁନିଆ ଇଏ। ଏବେ
କେତେ ଥର କହୁଛନ୍ତି ଆଚାର୍ଯ୍ୟ ଶ୍ରୀ ଶ୍ରୀ ଦାଦା ଥରେ କହୁଥିଲେ ମୋ ବାବା ତାଙ୍କର ଭାରି ଲୋଭ ସେ ରାତି ଅନିଦ୍ରା ନ ହେବା ପାଇଁ 9ଟାରୁ 10ଟା ଭିତରେ ଖାଇକି ବାବା ଶୋଇପଡ଼ନ୍ତି ମାନେ ଦୁରାଚାର୍ଯ୍ୟ ଶ୍ରୀ ଶ୍ରୀ ବର୍ଦ୍ଧା 9ଟାରୁ 10ଟା ଭିତରେ ଖାଇ ଶୋଇପଡ଼ନ୍ତି କେତେ 10ଟା ବାଜି କରନ୍ତି ନାହିଁ ତାଙ୍କର ଲୋଭ କାରଣ 10ଟାରେ ଶୋଇପଡ଼ିଲେ ଅତି କମରେ 4 ରୁ 5 ଘଣ୍ଟା ନିଦ ହେଲେ ମ୍ୟାକ୍ସିମମ୍ 2.5ଟା କେବେ 2.5ଟା 12 ଘଣ୍ଟା ଉଠିବା 2.5ଟା ବେଳକୁ ଉଠିକି ପ୍ରାତଃ ପୂଜା ସାରିକିରି ଧରିକି ସ୍ନାନ ଶୌଚ ହେଇକିରି ଇତ୍ୟାଦି ନାମ ଧ୍ୟାନ କରିକିରି ସେ ବୁଲି ଆସନ୍ତି ଚାରିଆଡ଼େ ବୁଲି ଆସନ୍ତି ତାପରେ ପ୍ରଭାତ ଭବନ ଇତ୍ୟାଦି ଅନେକ କଥା ଅଛି ଏତିକିରେ ବି ତାଙ୍କ ସମୟ ରୁଟିନ୍ଟା ସିଡ୍ୟୁଲ୍ଟା ଆମର ଯେମିତି ତିଆରି କରାହେଇ ଠାକୁର କହିଛନ୍ତି ଠାକୁରଙ୍କ ସିଡ୍ୟୁଲ୍ ଆମେ କ'ଣ ଜାଣିଲେଣି କେତେବେଳେ ଉଠିବା କେତେବେଳେ ବସିବା କେତେବେଳେ ଆସିବା କେତେବେଳେ କେତେବେଳେ ଇଷ୍ଟ ହୋଇ ପ୍ରାର୍ଥନା ଅଧିକ ମୁହ ନିଶ ବଢ଼ିଯାଇଛି ପ୍ରାର୍ଥନା ଏଇ ଜିନିଷ ଗୁଡ଼ାକ ଚିନ୍ତା କରିବା ସତ୍ସଙ୍ଗ ଆସିଲେ ଯେମିତି ମୁଁ ଟିକେ ରିଲେଟେଡ୍ ହେବି ଆଉ ଟିକେ କାଲି ଆଜି ସତ୍ସଙ୍ଗଟା ମୋତେ ଆଉ ପାଦେ ଆଗେଇ ଦେବ କାଲି ସତ୍ସଙ୍ଗଟା ଆଉ ପାଦେ ଆଗେଇ ଦେବ ଏଇ ଭାଦ୍ର ସତ୍ସଙ୍ଗ ଆସିଲା ମାତୃ ସମୟରେ ମାତୃ ସତ୍ସଙ୍ଗ ହେଉଛି ଚାଲିଛି ତାପରେ ଭାଦ୍ର ସତ୍ସଙ୍ଗ ଆସିବ ଆଚାର୍ଯ୍ୟ କ'ଣ କହିଛି ପ୍ରତି ସତ୍ସଙ୍ଗଟା ମୋତେ ଗୋଟେ ଥର ବାଦ ଯଦି ତାଙ୍କ ଆଡ଼କୁ ଆଗେଇ ନ ନେଲା ମୁଁ କାଲି ଯେଉଁଠି ଥିଲି ଆଜି ସେଇଠି ଅଛି ତାହେଲେ ସେମିତି କିଛି ନା ଠାକୁର ସନ୍ତୁଷ୍ଟ ହେଲେ ନା ମୁଁ ଶିକ୍ଷା ପାଇଲି ନା ସନ୍ତୁଷ୍ଟ ହେଲି ନା ମୋ ପରିବେଶର କ'ଣ ହେଲା ତେଣୁ ଆସନ୍ତୁ ଆମେ ସବୁବେଳେ ଚିନ୍ତା କରିବା ଆମର ଚିନ୍ତା ଆମର ଚେତନା ଆମର ଆଗ୍ରହ ଉଦ୍ଦୀପନା ସବୁବେଳେ ଈଶ୍ୱରଙ୍କର ପାଇ ଈଶ୍ୱରଙ୍କ ଲାଗି ଆଉ ଈଶ୍ୱରଙ୍କ ଯୋଗୁଁ ହଉ ଏହା ଆମର ଧ୍ୟେୟ ହେଉ ଆଜିର ସତ୍ସଙ୍ଗ କାହାଣୀ ହେଉ ସମ୍ପୂର୍ଣ୍ଣ ରୂପେ ମଙ୍ଗଳ ଏବଂ କଲ୍ୟାଣ